ଓଡ଼ିଶାର ସବୁଠାରୁ ଲମ୍ବା ନଦୀ କେଉଁଠି? ଅପସନ୍ ଏ ମହାନଦୀ, ଅପସନ୍ ବି ବ୍ରାହ୍ମଣୀ, ଅପସନ୍ ସି ଦକ୍ଷିଣ କୋଇଲ, ଅପସନ୍ ବି ବୈତରଣୀ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମହାନଦୀ। ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ନିର୍ମିତ? ଅପସନ୍ ଏ ବୈତରଣୀ, ଅପସନ୍ ବି ମହାନଦୀ, ଅପସନ୍ ସି ବ୍ରାହ୍ମଣୀ, ଅପସନ୍ ଡି ବୁଢ଼ା ବଳଙ୍ଗ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହାନଦୀ। ବୁଢ଼ା ବଳଙ୍ଗ ନଦୀ କେଉଁ ଜିଲ୍ଲା ଦେଇ ପ୍ରବାହିତ? ଅପସନ୍ ଏ ବାଲେଶ୍ୱର, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି ଭଦ୍ରକ, ଅପସନ୍ ଡି ଉଭୟ ଏ ଓ ବି। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଉଭୟ ଏ ଓ ବି। ନୀଳଗିରି ପାହାଡ଼ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ ଏ ବାଲେଶ୍ୱର, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି କନ୍ଧମାଳ, ଅପସନ୍ ଡି କଳାହାଣ୍ଡି। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ବି ମୟୂରଭଞ୍ଜ। ଡୁଡୁଆ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ ଏ କନ୍ଧମାଳ, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି କଳାହାଣ୍ଡି, ଅପସନ୍ ଡି କୋରାପୁଟ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ବି ମୟୂରଭଞ୍ଜ। ସମଳା ଜଳପ୍ରପାତ କେଉଁ ନଦୀ ଅବସ୍ଥିତ? ଅପସନ୍ ଏ ବୈତରଣୀ, ଅପସନ୍ ବି ବୁଢ଼ା ବଳଙ୍ଗ, ଅପସନ୍ ସି ମହାନଦୀ, ଅପସନ୍ ଡି ବ୍ରାହ୍ମଣୀ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ଏ ବୈତରଣୀ। ମହେଶ୍ୱର ଜଳପ୍ରପାତ କେଉଁ ଜିଲ୍ଲାରେ? ଅପସନ୍ ଏ କୋରାପୁଟ, ଅପସନ୍ ବି କନ୍ଧମାଳ, ଅପସନ୍ ସି ମୟୂରଭଞ୍ଜ, ଅପସନ୍ ଡି କଳାହାଣ୍ଡି। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ଏ କୋରାପୁଟ। ସପ୍ତଶଯ୍ୟା ପାହାଡ଼ କେଉଁ ସହର ନିକଟରେ? ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି କଟକ, ଅପସନ୍ ସି ପୁରୀ, ଅପସନ୍ ଡି ଢେଙ୍କାନାଳ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଢେଙ୍କାନାଳ। ଚିଲ୍କା ଜଳପ୍ରପାତ କେଉଁ ଅଭୟାରଣ୍ୟ ମଧ୍ୟରେ? ଅପସନ୍ ଏ ଚିଲିକା, ଅପସନ୍ ବି ଶିମିଳିପାଳ, ଅପସନ୍ ସି ଭିତରକନିକା, ଅପସନ୍ ଡି ନନ୍ଦନକାନନ। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ବି ଶିମିଳିପାଳ। ଇନ୍ଦ୍ରାବତୀ ନଦୀ ଓଡ଼ିଶାର କେଉଁ ଜିଲ୍ଲା ଦେଇ ପ୍ରବାହିତ? ଅପସନ୍ ଏ କୋରାପୁଟ, ଅପସନ୍ ବି ନବରଙ୍ଗପୁର, ଅପସନ୍ ସି ଉଭୟ ଏ ଓ ବି, ଅପସନ୍ ଡି ମାଲକାନଗିରି। ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ସି ଉଭୟ କୋରାପୁଟ ଓ ନବରଙ୍ଗପୁର।